ଜ୍ୟୋତ୍ସ୍ନା ମ୍ୟାଡ଼ାମ୍ ଆଜି ବାପ ଘରକୁ ଆଇଛନ୍ତି ବୋଲି ଭାରି ଖୁସି। ଆଉ ପ୍ରଶ୍ନ ପଚାରିଲେ ଉତ୍ତର ନା ପ୍ରଶ୍ନ କିଛି ନାହିଁ। ଏଇ ଆଉ ଖାଲି ତ ବୁଲିଲ ଆଉ ବାପ ଘରକୁ ଆସି କ'ଣ ଖାଲି ଏମିତି ବୁଲନ୍ତି? ଦୁଇ ଚାରିଟା ପ୍ରଶ୍ନର ଉତ୍ତର ଦେଇଦେଉନ। ବର୍ଷେ ପରେ ଆସିଛେ ବୁଲିବୁନି ଟିକେ? ବର୍ଷେ ପରେ କେଉଁଠି ହେଲା? ଆଉ କ'ଣ? କେମିତି? ଆରେ ଆସିଛି ମଝିରେ ଟିକେ ବୁଲି, ମାନେ ବୋଉକୁ ଛାଡ଼ିବାକୁ ଆସିଛି କି ଆସିକି ସାଙ୍ଗେ ସାଙ୍ଗେ ବୁଲିକି ଯାଇଛି, ସେଇଟା କ'ଣ ହିସାବ କରାଯିବ? ରହିବାଟାକୁ ହିସାବ କରାଯିବ ନା ନାଇଁ? କାଲି ତ ଓହୋ। ଆସିଲି ଟିକେ ବୁଲି ବୁଲି ଦେଖୁଛି କେମିତି କ'ଣ ପରିବେଶ ଅଛି। ନିଜର ତମେ ପୁରୁଣା ସେଟା ଦେଖିକି ଆଦୌ ଶୋଇପାରିବ। ହଁ ପୁରୁଣା ଲଭର ମାନଙ୍କୁ ଟିକେ ଦେଖିକି ଚାହିଁ ତାଙ୍କ ସହିତ ଟିକେ କେତେ କଥାବାର୍ତ୍ତା ଲଭର ହେଇ ଅଛନ୍ତି ଏଠି। ସ୍ୱାମୀ କି ଛାତ ଉପରେ ବସେଇ ଦେଇ ତମେ ବୁଲୁଛ ମୁଁ ଅନେଇଯିବା ସେଇଥିପାଇଁ ରୋଡ଼କୁ ଆସିବ, ସେଇଠି ଦେଖା କରିବ, ଲୁଚିକି ସେଇଠି ଯିବି ଲାଇନ୍ ମାରିଦେବି, ତମେ କାଳେ ଦେଖିଦେବ। ଏଇଥିପାଇଁ ଏଠି ଟିକେ ଅପେକ୍ଷା କରିଦେଲେ ସେ ରୋଡ଼ରେ ଆସିବ, ମୋତେ ଦେଖାଯିବ ନା। ମୁଁ ସିଧା ଚୁଟକିନା ପଳେଇବି ତଳକୁ, ଟିକେ ଯାଇକି ଲାଇନ୍ ମାରିଦେଇକି ପଳେଇ ଆସିବି। ତାପରେ ସ୍ୱାମୀ ପାଖରେ ଭଲ ସ୍ତ୍ରୀ, ପୁରା ସଂସ୍କାରୀ ସ୍ତ୍ରୀଟା ମୁଁ। ଓହୋ। ଆଉ ମୋତେ କାହିଁ ବାନ୍ଧିକି ରଖିଛ? ମୁଁ ଯାଉଛି, ତମେ ତମର ଯେତେ ଲାଇନ୍ ମାର, ହୁକ ପକାଅ, ଇଲେକ୍ଟ୍ରିକ୍ ଜାଳ, ବଲ୍ ଜାଳ, ଯାହା କରୁଛ କର। ତମେ ପରମାନେଣ୍ଟ, ମାନେ ଖାଇବାକୁ ଦେବ, ପିଇବାକୁ ଦେବ, ପଇସା ଖର୍ଚ୍ଚ। ଓକେ। ଆଉ ସିଏ ସବୁ ଆସିବେ ଯିବେ। ରୁହ ଏଇ ଭିଡ଼ିଓଟା ମୁଁ ୟୁଟ୍ୟୁବରେ ଛାଡ଼ିବି, ଦେଖିବ କେତେ ଟେମ୍ପୋରାରୀ ଜମା ସବୁ ହୁକ ୟୁଟ୍ୟୁବରେ ପକେଇବେ। ଛାଡ଼ିବନି, ନହେଲେ ବେଜିତ୍ ହେଇଯିବି ମୁଁ। ମୁଁ ତ ପକ୍କା ଛାଡ଼ିବି ଆଉ। କେତେ ଟେମ୍ପୋରାରୀ ସବୁ ହୁକ ପକେଇବେ ଦେଖିବ। ମୁଁ ଅଲରେଡ଼ି ସକାଳେ 2ଟା ପକେଇ ସାରିଲାଣି। ହୁକ ବାରିଆଡେ। ନାଇଁ, ପକେଇଲେ ଲାଭ କିଛି ନାହିଁ। ସେ ଜାଣିଛନ୍ତି ମୁଁ ଭାରି ରାଗି। ତମେ ହଁ। 2 ଜଣ ମିଶିକି ଛେଚିକି ରାତିରେ ଛେଚିଦେବୁ, ନହେଲେ ଖାଇବାରେ ଟିକେ ନିଶା ଦେଇଦେଇକି ବହେ ଛେଚିବୁ। ଏଇଠି ସାକ୍ଷୀ ଥାଅ, 2 ଭିଡ଼ିଓ ଜଣ ହେଇଛି। ମିଶିଗଲେ 2 ଜଣ ମିଶିଗଲେ ଆଉ କିଛି କରିପାରିବିନି, ମୁଁ ଭିଡ଼ିଓ କରିଦେଲି। ବର୍ତ୍ତମାନ ୟୁଟ୍ୟୁବରେ ଛାଡ଼ିଦେବି, ସମସ୍ତେ ସାକ୍ଷୀ ରହିଲେ। କିଏ ଦେଖିଲେ ସିନା। ଓକେ। ହେଇ ଗୋଟେ ବଢ଼ିଆ କୋଶ୍ଚିନ୍ ପଚାରୁଛି, ଆନ୍ସର୍ ଦେଲ। ତମ ପାଖେ 6ଟା ଅଣ୍ଡା ଅଛି, 2ଟା ଅଣ୍ଡା ଫାଟିଗଲା, 2ଟା ଅଣ୍ଡା ଖାଇଦେଲ, ଆଉ କେତେଟା ବଳିଲା? 2ଟା। କେମିତି? ନା ଭୁଲ 2ଟା ଆନ୍ସର୍ ଦେଲ। ଭୁଲ କ'ଣ? 2ଟା ଅଣ୍ଡା ଫାଟିଗଲା, 2ଟା ଅଣ୍ଡା ଖାଇଦେଲ, ଆଉ 4ଟା ବଳିଲା ନା, ଆଉ 2ଟା କେମିତି ବଳିଲା? ତମେ କେତେ କହିଲ ଟି? 6ଟା ଅଣ୍ଡା ବୋଲି। ହଁ। 6ଟା ଅଣ୍ଡାରୁ 2ଟା ଖାଇଲି। ଯୋଉ 2ଟା ଫାଟିଗଲା ସେ 2ଟା ଖାଇଦେଲ। କେମିତି ଫାଟିବ? ଯଦି କ'ଣ କେମିତି ସେ ଯଦି ତଳେ ପଡ଼ିଗଲା, ମୁଁ ତଳୁ ଚାଟି ଖାଇବି ନା କ'ଣ? ଅଦ୍ଭୁତ ପ୍ରକାର ଲୋକଟା। ନାଇଁ, ତଳେ କାହିଁ ଫାଟିବ? ସେ ଜରି ଭିତରେ ଫାଟି ଯାଇଥିଲା। ସେମିତି କ'ଣ କିଛି ମାନେ ଅଛି? ଅଣ୍ଡା ବେଳେ କିଣିକି ଆଣିଲା ବେଳେ ଅଣ୍ଡା ଜରିରେ ଫାଟିଯାଏ। ସେ ଯଦି ବୋହି ଯାଇଥିବ, ସେ କ'ଣ ଅସନା ଗୁଡ଼ାକ, ଅଣ୍ଡା କ'ଣ ଧୁଆ ହେଇଥିବ ନା, ତା ବାହାର ପଟେ ଅସନା ଲାଗିଥିବ। ଆଉ ସେ କ'ଣ ଅସନାକୁ ମୁଁ କ'ଣ ଏତେ ବିକଳି ହେଇଛି ସେ ଅସନା ଗୁଡ଼ାକ ଖାଇବି? ଓହୋ। ଅଦ୍ଭୁତ ପ୍ରକାର ଲୋକ ଇଏ। ଆଉ ତମେ 2ଟା ୱେଷ୍ଟ ହେଲା, ଆଉ 2ଟା ତମେ ହଁ, ଖାଇଦେଲ। ଆଉ 2ଟା ରହିଲା। ତମ ଆନ୍ସର୍ ଠିକ୍। ଗୋଟେ ଟ୍ରିକି କୋଶ୍ଚିନ୍ ପଚାରିଥିଲି ଯେ ତମେ ତ ପୁରା ମାଡ଼ି ଯାଉଛ ଉପରେ। ଭୁଲ ଭାଲ କଥାଗୁଡ଼ା କହୁଛ। ଠିକ୍ କଥାଟା କହିଲି, ତମେ କହୁଛ ନାଇଁ ହେବନି। ହଉ, ଏବେ ମୁଁ ଯେଉଁ କୋଶ୍ଚିନ୍ ପଚାରୁଛି ଆନ୍ସର୍ ଦିଅ ହେଲା। ଏମିତି କେଉଁ ଡ୍ରେସ୍ ଯେଉଁଟାକୁ ପିନ୍ଧି ହୁଏ ନା? ଏମିତି କେଉଁ ଡ୍ରେସ୍ ଜମା ପିନ୍ଧି ହୁଏ ନା? ହଁ, ତମେ ଦେଖିପାରିବ କିନ୍ତୁ କେବେ ପିନ୍ଧିପାରିବନି, ଜିନ୍ଦଗିରେ ବି ପିନ୍ଧିପାରିବନି। ଏବେ ଫସିଯିବ। ଏବେ କି ଫସିବ। କୋଶ୍ଚିନ୍? ଏମିତି ଗୋଟେ ଡ୍ରେସ୍ ନା କୁହ ଯେଉଁଟାକୁ ତମେ କେବେ ପିନ୍ଧିପାରିବନି, ଜିନ୍ଦଗିରେ ପିନ୍ଧିପାରିବନି, କିନ୍ତୁ ଦେଖିବି। ଦେଖିପାରିବ। କହିପାରିବ? ବୁଦ୍ଧି କୁଆଡ଼େ ପଳେଇଲା ଗାଈ ଚରିବାକୁ। ଆରେ ତମେ ଭାବେ। ଭାବିବ, ଭାବ, କେତେ ଭାବୁଛ ଭାବ। ଠିକ୍ ଅଛି, ହଁ। ମୁଁ କହିବିନି ଏଇଟା। ନାଇଁ। ଦର୍ଶକମାନେ କହିବେ କେଉଁ ଡ୍ରେସ୍ ଏମିତି ଅଛି ଯାହା ଦେଖି ହେବ କିନ୍ତୁ ପିନ୍ଧି ହେବନି। ଦର୍ଶକମାନେ କହିବେ, ଆଉ ନିଜେ କହିପାରିଲେ ଦର୍ଶକ ଛାଡ଼ିଦେଲ। ହଁ ଆରେ ମୁଁ ଗୋଟେ ପାଇଯାଇଛ ଉସୁସି, ଆଉ ଯାହା ଯେଉଁଟା ନ କହିପାରିବି ଦର୍ଶକ ଉପରେ ଛାଡ଼ିଦେବି। ନାଇଁ, ହଁ ତମେ କୁହ। ନା, ନାଇଁ। ଦର୍ଶକମାନେ କହିବେ। ହଉ ଠିକ୍ ଅଛି, ଆଉ ଗୋଟେ ଟିକି କୋଶ୍ଚିନ୍ ପଚାରୁଛି, ଆନ୍ସର୍ ଦିଅ। ଅନ୍ଧକୁ କ'ଣ ଦେଖାଯାଏ? ଅନ୍ଧକୁ ହୁଁ। ବାଡ଼ି। ଅନ୍ଧକୁ କ'ଣଟା ଦେଖାଯାଏ? ଅନ୍ଧକୁ କିଛି ଦେଖାଯାଏନି, ଅନ୍ଧାର ଦେଖାଯାଏ। ଜାଣିଦେଲ, ଅନ୍ଧକୁ ଅନ୍ଧାର ଦେଖାଯାଏ। ହଁ। ହଉ, ଆଉ ଗୋଟେ ଟିକି କୋଶ୍ଚିନ୍ ପଚାରୁଛି। ଆଜି ପୁରା ମୁଁ ଆଉ ରାଇଟର୍ ସାଜି ପାରିନି, ଏମିତି କୋଶ୍ଚିନ୍ ସବୁ ପଚାରିବି। ରୁହ, ଗୋଟେ ବଢ଼ିଆ କୋଶ୍ଚିନ୍ଟେ ଥିଲା। ଏମିତି ଗୋଟେ ଜିନିଷ ସେଇଟା ତମର, ତମେ ହିଁ ସେଇଟା ଦେଖିପାରିବ, ଆଉ ତମେ ହିଁ ସେଇଟା ମାନେ ଭୁଲି ପାରିବ। ଆଉ କେହି ସେ ଜିନିଷ ନା ଦେଖିପାରିବେ ନା ଭୁଲି ପାରିବେ।
ତମ ଜିନିଷ ତମେ ହିଁ ଦେଖିପାରିବ, ଆଉ କେହି ଦେଖିପାରିବେନି। କି ଭଳିଆ କୋଶ୍ଚିନ୍ ବା। ମୁଁ ନିଜକୁ ନିଜେ ତମକୁ ତ ସାରା ଦୁନିଆ ଦେଖିବ, ତମେ ନିଜକୁ ନିଜେ ଏମିତି ତମର କୋଉ ଜିନିଷ ଯୋଉଟା ତମେ ହିଁ ଦେଖିପାରିବ। ଏମିତି କ'ଣ କି କିଛି ଜିନିଷ ଅଛି ହଁ ଯୋଉଟା ନିଜେ ହଁ ଦେଖିପାରିବ, ଅନ୍ୟମାନେ କିଏ ଦେଖିପାରିବେନି? ହଁ ଏମିତିଆ କୋଶ୍ଚିନ୍ କିଛି ନାହିଁ। ମିଛ ହଁ କଥା କହୁଛ। ହଁ ଅଛି, ଏମିତି ଜିନିଷ ଗୋଟେ ଅଛି ଯୋଉଟା ତମେ ହିଁ ଦେଖିପାରିବ। ତମ ଜିନିଷ ତମେ ହିଁ ଦେଖିପାରିବ, କିଏ ଦେଖିପାରିବେନି। ମୋତେ ଭୁଲ ପ୍ରମାଣିତ କରିବା ପାଇଁ କି ଅଜବ ଅଜବ କୋଶ୍ଚିନ୍ ଗୁଡ଼ା ତିଆରି କରୁଛ ତମେ। ଭୁଲ କାହିଁ ପ୍ରମାଣ କରିବ? ଆଉ ମୁଁ କ'ଣ କୋଶ୍ଚିନ୍ ପଚାରୁଛି, ଉତ୍ତର ଦବ। ସେମିତି ଜିନିଷ ତ କିଛି ନାହିଁ। ଅଛି। କହିଲ ତମ ଜିନିଷ ତମେ ଦେଖିବ, ଆଉ କେହି ଦେଖିବେନି। କ'ଣ? କହୁନ, ତମେ ଭାବୁନ, ଚିନ୍ତା କର, ଚିନ୍ତା କର। ମୋ ନିଜର ଜ୍ଞାନ। ତମ ଜ୍ଞାନ ମୋ ଜ୍ଞାନଟା କେବଳ ମୁଁ ହିଁ ଜାଣିପାରିବି, ଆଉ କେହି ଜାଣିପାରିବ? ଦେଖିବା କଥା କହୁଛି, ଜ୍ଞାନ କ'ଣ ଦେଖାଯାଏ? ମୁଁ ଆସିବନି ତାହେଲେ। ତମ ସ୍ୱପ୍ନ। ଓହୋ। ଜ୍ୟେଷ୍ଠା ରାଣୀ। ଆଉ ପ୍ରଶ୍ନର ଉତ୍ତର ଦବ ନା ସେତିକି? ହେଇଗଲାଣି ଏତେ ପ୍ରଶ୍ନ ପଚାର ନା, କିଛି ପଚାରିବାର ନାହିଁ। ମୁଁ ଆସୁଛି, ମୋତେ ଅଯଥାରେ ଇଏ କରିକି ଅଦ୍ଭୁତ ନାଇଁ, ପ୍ରଶ୍ନ ସତ ପଚାର। କଥା। ଶ୍ୱଶୁର ଘରେ ଗଲେ ସମସ୍ତେ କହନ୍ତି ଜୋଇଁକି ପୁରା ସ୍ପେଶାଲ ଚର୍ଚ୍ଚା ହୁଏ। ସକାଳୁ ଗାଧେଇ ପାଧେଇ ଛାତ ଉପରେ ବଇଛି, ଥଣ୍ଡା ପବନ ମାଡ଼ ଖାଉଛି, ଟିକେ ପଚାରିଲନି କି ପାନ ଟିକେ ଖାଇବ, ବିଡ଼ି ଟିକେ ଖାଇବ, ସିଗାରେଟ ଟିକେ କାହିଁକି ନା ଖାଇବ? ଆମ ଘରର ଜୋଇଁମାନେ ସେସବୁ ଖାଆନ୍ତିନି ବା। ଓହୋ। ଭଦ୍ରଲୋକିଆ ଜୋଇଁ। ଟିକେ ଚା ଜଳଖିଆ ଚା ପିଇଛ? ଆଉଥରେ ପିଅନି, ଥଣ୍ଡା ପାଗଟା ବା। ଶାଶୁ କରିକି ଦେଇଛନ୍ତି। ଥଣ୍ଡା ପାଗଟା ବା, ଆଉଥରେ ପିଅନି। ଶୀତ ହେଉଛି? ଆଉ ଶୀତ ହଉନି? ଆଉ ତମେ ଜ୍ୟାକେଟ ପିନ୍ଧିକି ବୁଲୁଛ, ମୁଁ ଏଇଠି ବସି ଖାଲିଟାରେ। ପବନ ହେଉଛି ବା। ଆଉ ତମକୁ ଶୀତ ହବ, ମତେ ଶୀତ ହବନି। ତମେ ପୁଅ ପିଲାଟା, ମୁଁ ଝିଅ ପିଲାଟା, କାମ କ'ଣ କରିକି ଝିଅ ଓଦା ପିଲାଟା ହେଇକି। ବୋଲି ମୋ ଦେହ ନେଇ ନା କ'ଣ? ହଁ, ମୁଁ ଏବେ କହିଦେଉଛି, ଭାଉଜ କରିକି ନେଇ ଆସିବା। କ'ଣ କ'ଣ ଚା ମୁଁ କହିବି? କହିଲାରୁ ମାନେ ଶ୍ୱଶୁର ଘରେ ଆସି ଯୋଇ ମାଗି ଯାଚି ଖାଉଛି ନାଇଁ? ମୋ ଦରକାର ନାହିଁ। ହଁ, ତାହେଲେ ପଳା। ଯାଅ ଯାଅ। ହଉ, ରାଗନି। ହଉ, ମୁଁ ଭିଡ଼ିଓ କରିନି, ରାଗନି। ଏଇଟା କିନ୍ତୁ ୟୁଟ୍ୟୁବରେ ଛାଡ଼ିବି, ପ୍ରମାଣ। ଜମା ଛାଡ଼ିବନି। ରହିଲି।